ଉଭୟ ସିପାହୀ ବିଦ୍ରୋହ ଏବଂ ମହାସଂଗ୍ରାମ 1857 ଉଭୟ ସମାନ ଅଟେ। କୌଣସି ଦ୍ୱନ୍ଦ୍ୱର ବିଷୟ ନୁହଁ ଏହା। ତୁମେମାନେ ମହାସଂଗ୍ରାମ କହିଲେ ଯାହା ବୁଝିବ, ସିପାହୀ ବିଦ୍ରୋହ କହିଲେ ତାହା ବୁଝିବ। ଯେହେତୁ ଏହି ବିଦ୍ରୋହଟି ସିପାହୀମାନଙ୍କ ଦ୍ୱାରା ହୋଇଥିଲା, ଏହାକୁ ସିପାହୀ ବିଦ୍ରୋହ ବୋଲି ମଧ୍ୟ କୁହାଯାଇଥାଏ। ତ ଇଂରେଜ ବିରୁଦ୍ଧରେ ସଂଗଠିତ ଅନେକ ଗୁଡ଼ିଏ ଆମେ ଯୁଦ୍ଧ ସମ୍ପର୍କରେ ଦେଖିଲେ, ଯାହାକି ସନ୍ନ୍ୟାସୀ ବିଦ୍ରୋହ, ଖୋର୍ଦ୍ଧା ବିଦ୍ରୋହ ତଥା ପୂର୍ବରୁ ଆମେମାନେ ଦେଖିଲେ ସାନ୍ତାଳ ବିଦ୍ରୋହ ସମ୍ପର୍କରେ। ବର୍ତ୍ତମାନ ଆମେମାନେ 1857 ବିଦ୍ରୋହ ବା ସିପାହୀ ବିଦ୍ରୋହ ସମ୍ପର୍କରେ ଦେଖିବା। ଇଂରେଜ ବିରୁଦ୍ଧରେ ସଂଗଠିତ ଶହ ଶହ ସାମାଜିକ ବିଦ୍ରୋହ ମଧ୍ୟରେ ସିପାହୀ ବିଦ୍ରୋହ ହେଉଛି ସର୍ବପ୍ରଥମ ମହାସଂଗ୍ରାମ, ଯାହାକି ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ମଧ୍ୟ କୁହାଯାଇଥାଏ, କାରଣ ଏହାର ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ବ୍ୟାପୀ ହୋଇଥିଲା ଏବଂ ଇଂରେଜ ସରକାରକୁ ଅନେକ କ୍ଷେତ୍ରରେ ପ୍ରଭାବିତ କରିଥିଲା। ମହାସଂଗ୍ରାମର ଛାମୁଆ ବାହିନୀ ଥିଲେ ସିପାହୀମାନେ। ସରକାରଙ୍କର କାର୍ଯ୍ୟକଳାପ ପ୍ରତି ଯାହା ସେମାନେ କରୁଥିଲେ, ସେମାନଙ୍କର ଅସନ୍ତୋଷ ମନୋଭାବ ସୃଷ୍ଟି ହେଲା ସେମାନଙ୍କର କାର୍ଯ୍ୟକଳାପରୁ ଏବଂ ଏତେ ମାତ୍ରାରେ ବୃଦ୍ଧି ପାଇଥିଲା ଯେ ସେମାନେ ସୁରକ୍ଷିତ କମ୍ପାନୀ ଚାକିରିକୁ ତ୍ୟାଗ କରି କମ୍ପାନୀ ସରକାର ବିରୁଦ୍ଧରେ ଅସ୍ତ୍ର ଉତ୍ତୋଳନ କରିବା ପାଇଁ ମଧ୍ୟ ପଛଘୁଞ୍ଚା ଦେଇନଥିଲେ। ସିପାହୀମାନଙ୍କୁ ବାଦ ଦେଲେ ଗାଦଚ୍ୟୁତ ରାଜା ଜମିଦାର ବର୍ଗ ହେଲେ କି ଖଜଣା ଭାରରେ ପ୍ରତିଷ୍ଠ ଗ୍ରାମୀଣ କୃଷିବର୍ଗ ମଧ୍ୟ ପାଶ୍ଚାତ୍ୟ ଶିଳ୍ପ ବିପ୍ଳବ ଯୋଗୁଁ ଅଧୋପତନର ଶିକାର ହୋଇ ଭାରତର ପାରମ୍ପରିକ କାରିଗର ଓ ବୁଣାକାର ବର୍ଗ ମଧ୍ୟ ବିଦ୍ରୋହରେ ପ୍ରତ୍ୟକ୍ଷ ଭାବରେ ଅଂଶଗ୍ରହଣ କରିଛନ୍ତି। ପ୍ରାୟ ସମସ୍ତ ବର୍ଗର ସମ୍ପୃକ୍ତି ଯୋଗୁଁ ଏହି ମହାସଂଗ୍ରାମକୁ ସିପାହୀ ବିଦ୍ରୋହ ନାମରେ ମଧ୍ୟ ପରିଚୟ ଦେବା ଆମେ ଅତ୍ୟୁକ୍ତି ହେବ ନାହିଁ ବୋଲି କହିପାରିବା। ସେହିଭଳି ଏହା ପୂର୍ବରୁ ଶହ ଶହ ସ୍ଥାନୀୟ ବିଦ୍ରୋହ ଘଟିଥିଲା ଏବଂ 1857 ସଂଗ୍ରାମକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ମଧ୍ୟ କହିବା ଠିକ୍ ମନେ ହୁଏ ନାହିଁ। 1857 ଗଣସଂଗ୍ରାମ ଅଥବା ମହାସଂଗ୍ରାମ ହିଁ ଏହାର ଉପଯୁକ୍ତ ନାମ। କମ୍ପାନୀ ଶାସନର ଆରମ୍ଭରୁ ଘଟିଥିବା ସମସ୍ତ ସାନ ବଡ଼ ସାମାଜିକ ବିଦ୍ରୋହର ଚରମ ଉତ୍କର୍ଷ ରୂପରେ ଏହାକୁ ଅନୁଶୀଳନ କଲେ। ଅର୍ଥାତ୍ ଯେତେ ବି ସଂଗ୍ରାମ ହୋଇଥିଲା ସବୁଠାରୁ ବଡ଼ ହେଲା 1857 ଗଣସଂଗ୍ରାମ ବା ମହାସଂଗ୍ରାମ। ମହାସଂଗ୍ରାମର ବ୍ୟାପ୍ତି କେବେଠାରୁ ଆରମ୍ଭ ହୋଇଥିଲା? ତୁମମାନଙ୍କର ଏଥିରୁ ପ୍ରଶ୍ନ ଆସେ ଯେ ମେ 10 ତାରିଖରେ ମିରଟର ସେନା ଛାଉଣୀରେ ସିପାହୀ ମାନେ ଚର୍ବିଯୁକ୍ତ ଗୁଳି ବ୍ୟବହାର କରିବାକୁ ମନା କରିଥିବାରୁ ଏହି ମହାସଂଗ୍ରାମର ସୂତ୍ରପାତ ହୋଇଥିଲା ବୋଲି କହିପାରିବା। ମିରଟକୁ ସିପାହୀମାନେ ଅଧିକାର କଲା ଉତ୍ତାରୁ ପ୍ରାୟ 60 କିଲୋମିଟର ଦୂରରେ ସ୍ଥିତ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ, କାରଣ ଦିଲ୍ଲୀରେ ଥିବା ଗାଦଚ୍ୟୁତ ମୋଗଲ ବାଦଶାହ ବାହାଦୁର ଶାହ ଜାଫର ହାତରେ ସେମାନେ ବିଦ୍ରୋହର ନେତୃତ୍ୱ ଦେବାକୁ ଚାହୁଁଥିଲେ। ଯେଉଁ ଏହି ମହାସଂଗ୍ରାମ କାହା ନେତୃତ୍ୱରେ? ନା ବାହାଦୁର ଶାହ ଜାଫର। ବାଦଶାହ ବାହାଦୁର ଶାହ ଜାଫର ସ୍ୱତଃପୂର୍ତ୍ତ ଭାବରେ ଆରମ୍ଭ ହୋଇଥିବା ସଂଗ୍ରାମ ଏକ ବଳିଷ୍ଠ ନେତୃତ୍ୱ ଲୋଡ଼ୁଥିଲା। ହିନ୍ଦୁ ମୁସଲିମ ସମସ୍ତ ମୋଗଲ ସମ୍ରାଟକୁ ନେତା ଭାବରେ ସ୍ୱୀକାର କରୁଥିଲେ। ସେତେବେଳକୁ ମୋଗଲ ବାଦଶାହ ପରିଣତ ବୟସରେ ବହୁତ ବୃଦ୍ଧ ହୋଇଯାଇଥିଲେ। ସେ ପୁଣି କମ୍ପାନୀରେ ଜଣେ ପେନସନଭୋଗୀ ମାତ୍ର ଥିଲେ। ହେଲେ ବିଦ୍ରୋହକୁ ତାଙ୍କର ସମର୍ଥନ ଯୋଗୁଁ ମହାସଂଗ୍ରାମ ଲୌକିକ ମର୍ଯ୍ୟାଦା ଲାଭ କରିଥିଲା, ଅର୍ଥାତ୍ ଲୋକମାନଙ୍କର ସମର୍ଥନ ବୃଦ୍ଧି ହୋଇଥିଲା। ଖୁବ୍ ଶୀଘ୍ର ଦିଲ୍ଲୀ ବିଦ୍ରୋହୀ ସିପାହୀଙ୍କ ଅଧିକାରଭୁକ୍ତ ହେଲା ଏବଂ ୟୁରୋପୀୟ ମାନେ ଉଚ୍ଛେଦ ଓ ଆକ୍ରମଣର ଶିକାର ହେଲେ। ଦିଲ୍ଲୀ ପରେ ବିଦ୍ରୋହ କେଉଁଠାକୁ ବ୍ୟାପିଥିଲା? ନା କାନପୁର, ଲକ୍ଷ୍ନୌ, ବନାରସ, ଝାନ୍ସୀ, ଆଲାହାବାଦ, ବରେଲି, ବିହାର, ଜଗଦିଶପୁର, ଉତ୍ତର ଭାରତରେ ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିଥିଲା। କାନପୁରରୁ ନାନା ସାହେବ, ଲକ୍ଷ୍ନୌରୁ ବେଗମ ହଜରତ ମହଲ, ଝାନ୍ସୀରୁ ରାଣୀ ଲକ୍ଷ୍ମୀବାଇ ଏ ସମସ୍ତେ ନେତୃତ୍ୱ ନେଇଥିଲେ। ହିନ୍ଦୁ ଓ ମୁସଲିମ ଏକତାବଦ୍ଧ ହୋଇ ଇଂରେଜମାନଙ୍କ ଉପରେ ଆକ୍ରମଣ କଲେ। କାନପୁରରେ ଶେଷ ପେଶୱା ନାନା ସାହେବ ହେଲେ, ଲକ୍ଷ୍ନୌରେ ବେଗମ ହଜରତ ମହଲ ହେଲେ, ଝାନ୍ସୀରେ ରାଣୀ ଲକ୍ଷ୍ମୀବାଇ ହେଲେ, ବରେଲିରେ ରୋହିଲା ଖଣ୍ଡ ରାଜାଙ୍କ ଜଣେ ବଂଶଜ ଖାନ ବାହାଦୁର ହେଲେ, ଜଗଦିଶପୁରରେ କୁଁୱର ସିଂ ବିଦ୍ରୋହର ନେତୃତ୍ୱ ନେଇଥିଲେ ଏବଂ ବିହାରରୁ କୁଁୱର ସିଂ ଯାହାକୁ କହୁଛେ। ଏବଂ ଓଡ଼ିଶାରେ କିଏ ନେତୃତ୍ୱ ନେଇଥିଲେ? ନା ଓଡ଼ିଶାରେ ବୀର ସୁରେନ୍ଦ୍ର ସାଏ ତାହାର ନେତୃତ୍ୱ ନେଇଥିଲେ। 1817ରେ ଔପଚାରିକ ଭାବରେ ସମ୍ବଲପୁର କମ୍ପାନୀ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ହେଲା। କେବେ? ନା 1817ରେ। ଏହାର ମାତ୍ର 10 ବର୍ଷ ନ ଯାଉଣୁ 1827ରୁ ସେମାନେ ଜନ ଅସନ୍ତୋଷ ଦେଖିବାକୁ ମିଳିଲା। ଅସନ୍ତୋଷର ନେତୃତ୍ୱ ନେଲେ ରାଜବଂଶଜ ବୀର ସୁରେନ୍ଦ୍ର ସାଏ ଏବଂ ତାଙ୍କର ସାନ ଭାଇମାନେ। ସେମାନେ ସମ୍ବଲପୁରର ସିଂହାସନ ଦାବି କଲେ ଏବଂ କାରଣ କମ୍ପାନୀ ସରକାର ସ୍ଥାନୀୟ ରାଜାଙ୍କୁ କଣ୍ଢେଇ ବୋଲି
ବ୍ୟବହାର କରୁଥିଲେ। ଏହାର ସ୍ଥାନୀୟ ଲୋକଙ୍କ ଆତ୍ମସମ୍ମାନକୁ ଆହତ କରୁଥିଲା, ଯାହାଫଳରେ ବୀର ସୁରେନ୍ଦ୍ର ସାଏ କମ୍ପାନୀର ଅଯଥା ହସ୍ତକ୍ଷେପ ବନ୍ଦ କରିବା ପାଇଁ ଆଶା କରୁଥିଲେ ଏବଂ 1840ରେ ବୀର ସୁରେନ୍ଦ୍ର ସାଏ ଓ ତାଙ୍କ ଭାଇମାନେ ସମ୍ବଲପୁର ନାମମାତ୍ର ରାଜାଙ୍କ ଜଣେ ସମର୍ଥକକୁ ହତ୍ୟା କରିବା ଅପରାଧରେ ହଜାରିବାଗ ଜେଲରେ ବନ୍ଦୀ ହୋଇଯାଇଥିଲେ। 1857ରେ ଯେତେବେଳେ ମହାସଂଗ୍ରାମ ଆରମ୍ଭ ହେଲା, ତାହାର ପ୍ରଭାବରେ ସିପାହୀମାନେ ହଜାରିବାଗ ଜେଲର ଫାଟକ ଖୋଲିଦେଲେ ଏବଂ ସୁରେନ୍ଦ୍ର ଏବଂ ତାଙ୍କ ସାଥୀମାନେ ଜେଲରୁ ମୁକ୍ତ ହୋଇଗଲେ ଏବଂ ସମ୍ବଲପୁରରୁ ସେମାନେ ବିଦ୍ରୋହର ଡାକ୍ତର ଦେଲେ। 1857ର ମହାନାୟକ ସହ ବୀର ସୁରେନ୍ଦ୍ର ସାଏ କୌଣସି ସଂଯୋଗର ସୂତ୍ର ନଥିଲା। ଦୀର୍ଘ 17 ବର୍ଷ ଜେଲ୍ ଜୀବନ ଉତ୍ତାରୁ କମ୍ପାନୀ ଆଗରେ ହାର ମାନିଯିବା କଥା, ମାତ୍ର 1857 ତାଙ୍କୁ ଉତ୍ସାହ ଯୋଗାଇଲା। ପୁଣି ଥରେ ଇଂରେଜ ବିରୋଧରେ ସେ ସଂକଳ୍ପବଦ୍ଧ ଭାବରେ ଯୁଦ୍ଧ ଘୋଷଣା କରିଥିଲେ। 1857 ଖବର ପାଇଁ ଉତ୍ସାହିତ ହୋଇ ପୁନର୍ବାର ଲଢ଼ିବା ପାଇଁ ଅଣ୍ଟା ଭିଡ଼ିଲେ ବୀର ସୁରେନ୍ଦ୍ର ସାଏ। ଲୋକ ସର୍ବତ୍ର କମ୍ପାନୀ ସରକାର ବିରୁଦ୍ଧରେ ଯଥେଷ୍ଟ ଅତିଷ୍ଠ ହୋଇପଡ଼ିଥିଲେ ଏବଂ ଏହା ଉଦାହରଣ ସୁସ୍ପଷ୍ଟ ଜଣାପଡ଼ିଥାଏ। ଏବଂ ବୀର ସୁରେନ୍ଦ୍ର ସାଏକୁ ଶେଷରେ କ'ଣ କରାଗଲା, 1864ରେ ତାଙ୍କୁ ବନ୍ଦୀ କରାଗଲା ଏବଂ 1884ରେ ନାଗପୁର ଅସିରଗଡ଼ ଜେଲରେ ବନ୍ଦ କରାଗଲା। ତ ଏହାର ପୃଷ୍ଠଭୂମି କ'ଣ ଥିଲା? ଏହି ମହାସଂଗ୍ରାମର ଚର୍ବିଯୁକ୍ତ ଗୁଳିର ବ୍ୟବହାର ଥିଲା 1857 ମସିହାରେ ତତ୍କାଳୀନ କାରଣ। ସିପାହୀମାନେ ଧର୍ମନଷ୍ଟ ହେବା ଭୟରେ ଏହି ଗୁଲିକୁ ବ୍ୟବହାର କରିବାକୁ ମନା କଲେ, ଯେହେତୁ ଗାଈ ଓ ଘୁଷିର ସେଥିରେ ଚର୍ବି ରହିଥିଲା। ମାତ୍ର ଅନ୍ୟ ସାମାଜିକ ଆର୍ଥିକ କାରଣଗୁଡ଼ିକ ମଧ୍ୟ ଥାଇପାରେ। ତଥାପି ମଧ୍ୟ ଏହାକୁ ପ୍ରମୁଖ ବୋଲି ଗ୍ରହଣ କରାଯାଇଥାଏ। ଖଜଣା ବୃଦ୍ଧି ଯୋଗୁଁ ମଧ୍ୟ କୃଷକମାନେ ଅତିଷ୍ଠ ହୋଇଯାଇଥିଲେ। ଫସଲ ଅମଳରେ ବିଳମ୍ବ ହେଲେ ମଧ୍ୟ, ପ୍ରାକୃତିକ ହାନି ହେଲେ ମଧ୍ୟ ଖଜଣା ରିହାତି ମିଳୁନଥିଲା। ସେଥିପାଇଁ ମଧ୍ୟ ଅନେକ ଗୁଡ଼ିଏ ବିଦ୍ରୋହ ହୋଇଛି ବୋଲି ମତ ପୋଷଣ କରିଥାନ୍ତି। ତା ସହ 1857ରେ ସରକାର ରାଜସ୍ୱ ଲୋପ ନୀତି ଲାଗୁ କରିଥିଲେ। ଏହି ନୀତି ଅନୁଯାୟୀ ରାଜାମାନେ ପୋଷ୍ୟପୁତ୍ର ରାଜା ଅଧିକାରକୁ ବଞ୍ଚିତ କରାଗଲା। ବିନା ଯୁଦ୍ଧରେ ସାମ୍ରାଜ୍ୟ ବିସ୍ତାର ନୀତିକୁ ପ୍ରଚଳନ କରିଥିଲେ, ଯାହାଫଳରେ ନାନା ସାହେବ, ଝାନ୍ସୀର ଲକ୍ଷ୍ମୀବାଇ ଆଦି ଏହାକୁ ବିରୋଧ କରିଥିଲେ ଏବଂ 1817ର ବିଦ୍ରୋହ ପାଇକମାନେ ନେତୃତ୍ୱ ନେଲା ଭଳି 1857ରେ ମଧ୍ୟ ସିପାହୀମାନେ ଛାମୁଆ ବାହିନୀ ସାଜିଲେ, କାରଣ ହାତରେ ଅସ୍ତ୍ରଶସ୍ତ୍ର ଥିବାରୁ ସେମାନେ ଇଂରେଜର ମୁକାବିଲା କରିବାକୁ ନିଜକୁ ସମର୍ଥନ ମଣୁଥିଲେ। ମହାସଂଗ୍ରାମର ଦମନ। ତ ମହାସଂଗ୍ରାମର ଦମନ କିଭଳି ଭାବରେ ହେଲା ନା, ପ୍ରଥମେ ବିଦ୍ରୋହୀମାନଙ୍କ ଅତର୍କିତ ଆକ୍ରମଣରେ ଇଂରେଜମାନେ ଖୁବ୍ ଭୟଭୀତ ହୋଇପଡ଼ିଥିଲେ। ଲୋକଙ୍କ ସମ୍ପୃକ୍ତି ସିପାହୀମାନଙ୍କ ନେତୃତ୍ୱ ଯୋଗୁଁ ଅନେକ ଇଂରେଜ ମୃତାହତ ହୋଇଥିଲେ। ମାତ୍ର ପରେ ଇଂରେଜ ସେନା ଅଧିକାରୀମାନେ ଉଭୟଙ୍କ ଦମନ ନୀତି ଆପଣେଇଥିଲେ ଏବଂ ମହାସଂଗ୍ରାମକୁ ଧ୍ୱଂସ କରିଦେଇଥିଲେ, ଯେହେତୁ ସେତେ ପରିମାଣରେ ଏକତା ନଥିଲା। ତ 1857ରେ 20 ତାରିଖ ଦିନ ବିଦ୍ରୋହୀଙ୍କ ହାତରୁ ଦିଲ୍ଲୀ ଅଧିକୃତ ହେଲା। 1858ରେ ରାଣୀ ଲକ୍ଷ୍ମୀବାଇ ଯୁଦ୍ଧରେ ପ୍ରାଣ ହରାଇଥିଲେ ଏବଂ ତେଣିକି ଝାନ୍ସୀ ଇଂରେଜ ହାତକୁ ପଳାଇଗଲା। କାନପୁର ମଧ୍ୟ ନାନା ସାହେବ ପରାସ୍ତ ହୋଇ ନେପାଳକୁ ପଳାୟନ କରିଥିଲେ। ସଂଗ୍ରାମର ଅନ୍ୟତମ ପ୍ରମୁଖ ସେନାପତି ତାନ୍ତିଆ ଟୋପେ 1859 ମସିହାରେ ଇଂରେଜମାନଙ୍କ ହାତରେ ଧରାପଡ଼ି ମୃତ୍ୟୁବରଣ କରିଥିଲେ। ଯାହା କିଛି ହାଇଲାଇଟ୍ ଅଛି ତୁମମାନଙ୍କର ଯାହା ପୂର୍ବରୁ ଆସିଛି ସେଗୁଡ଼ିକ ହାଇଲାଇଟ୍ କରାଯାଇଛି ଏବଂ ଏହିଭଳି ଭାବରେ 1857 ବିଦ୍ରୋହର ଅନେକ ଗୁଡ଼ିଏ କାରଣ ଅଛି ଯାହାଫଳରେ ଏହି ବିଦ୍ରୋହ ହୋଇଥିଲା। ତ ପ୍ରଶ୍ନାବଳୀ ଆଡ଼କୁ ଆମେ ଟିକେ ଦେଖିଦେବା। ତ ପ୍ରଥମ ପ୍ରଶ୍ନ ହେଲା ଯେ 19ବିଂଶ ଶତାବ୍ଦୀରେ କେଉଁ ଦେଶ ସବୁଠାରୁ ଅଧିକ ଉପନିବେଶ ରହିଥିଲା? ନା ଇଂଲଣ୍ଡର। 19ବିଂଶ ଶତାବ୍ଦୀରେ ସବୁଠାରୁ ବଡ଼ ଉପନିବେଶ ମଧ୍ୟ କେଉଁ ଦେଶ ରହିଥିଲା? ନା ଭାରତ। କେଉଁ ଯୁଦ୍ଧ ପରେ ଭାରତରେ କମ୍ପାନୀ ଶାସନ ଆରମ୍ଭ ହୋଇଥିଲା? ପଲାସି ଯୁଦ୍ଧ। ପଲାସି ଯୁଦ୍ଧ ପରେ କମ୍ପାନୀ କେଉଁ ଅଞ୍ଚଳ ଉପରେ ରାଜୁତି କଲା? ନା ବଙ୍ଗ ଅଞ୍ଚଳ ପରେ। କେଉଁ ଆଇନ ଅନୁଯାୟୀ ଖଜଣା ପଇଠ ପାଇଁ ନିଶ୍ଚିତ ଦିନ ଧାର୍ଯ୍ୟ କରାଗଲା? ନା ସୂର୍ଯ୍ୟାସ୍ତ ଆଇନ ଅନୁଯାୟୀ। ସନ୍ନ୍ୟାସୀ ବିଦ୍ରୋହର ସମୟ ଅବଧି କ'ଣ ଥିଲା? ନା 1763ରୁ 1800। ସନ୍ନ୍ୟାସୀ ବିଦ୍ରୋହ ନିମ୍ନୋକ୍ତ କେଉଁଠି ଦେଖିବାକୁ ମିଳିଥିଲା? ନା ଜଲପାଇଗୁଡ଼ିଠାରେ। ସିନ୍ଧୁଙ୍କୁ କେଉଁ ବିଦ୍ରୋହର ମହାନାୟକ ବୋଲି କୁହାଯାଏ? ନା ସାନ୍ତାଳ ବିଦ୍ରୋହର। ବକ୍ସି ଜଗବନ୍ଧୁ କେଉଁ ବିଦ୍ରୋହର ନେତୃତ୍ୱ ନେଇଥିଲେ? ନା ଖୋର୍ଦ୍ଧା ବିଦ୍ରୋହର। ଜୟୀ ରାଜଗୁରୁ କେବେ ବିଦ୍ରୋହ କରିଥିଲେ? ନା 1804 ମସିହାରେ। ଏହା ଥିଲା ତୁମମାନଙ୍କର ବିଦ୍ରୋହ ସମ୍ପର୍କରେ। ତୁମମାନଙ୍କର ପୂର୍ବବର୍ଷରୁ ଏହି 1857ରୁ ଆସିଛି ଖୋର୍ଦ୍ଧା ବିଦ୍ରୋହ, ସାନ୍ତାଳ ବିଦ୍ରୋହରୁ ନିଶ୍ଚିତ ଭାବରେ ଗୋଟେ ଲେଖାଏଁ କ୍ୱେଶ୍ଚିନ୍ ଆସୁଛି। ତୁମମାନେ ଭଲସେ ଧ୍ୟାନ ସେ ପଢ଼। ପୁଣି ଦେଖା ହେବା ଆଉ ଗୋଟେ ନୂଆ ଭିଡ଼ିଓରେ। ରହିଲି, ନମସ୍କାର, ଜୟ ହିନ୍ଦ, ବନ୍ଦେ ମାତରମ୍, ବନ୍ଦେ ଉତ୍କଳ ଜନନୀ।